ସୂର୍ଯ୍ୟ ମନ୍ଦିର ମୋ ବିନା ଚଳି ପାରିବେନି, ଥାଳ ଧରି ବସିବେ, ତାଙ୍କ ଯାତ୍ରା ଚାଲିବନି। ପୀୟୁଷ ଭାଇ ଭାବିଲେ ମୋର ଡ୍ୟୁ ପୁରୁକୁ ନ ପୁରୁ, ମୁଁ ଗୋଟେ ଭଲ ଆର୍ଟିଷ୍ଟ, ଭଲ ମ୍ୟାଡ଼ାମ୍ କ'ଣ କହିବାକୁ ଚାହିଁବେ ପୀୟୁଷ ତ୍ରିପାଠୀ ଯେଉଁ ଯାତ୍ରା ଚଢ଼ିଲେ ସିଂହବାହିନୀ ମଞ୍ଚ ଚଢ଼ିଲେ, କିନ୍ତୁ ତାଙ୍କର ଯେଉଁ ଆଗରୁ ଚାଲିଥିଲା କଣ୍ଟ୍ରୋଭର୍ସି, ସେଥିରେ ଏଗ୍ରିମେଣ୍ଟ ଥିଲା କି ସେ 26 ଜୁନ୍ ପର୍ଯ୍ୟନ୍ତ ଚଢ଼ି ପାରିବେନି। ଯେହେତୁ ସେ ଚଢ଼ିଗଲେ 5 ତାରିଖରେ ଜାନୁଆରୀ 5ରେ, ତ ସୂର୍ଯ୍ୟ ମନ୍ଦିର ମାଲିକ ପୁଣି ଯାଇ କେସ୍ କଲେ। ଆଉ ପୀୟୁଷ ତ୍ରିପାଠୀ କହିଲେ କି ସେ ଜାଣିନାହାନ୍ତି ସେ ବିଷୟରେ କିଛି, ମାଲିକ ଭିତରେ କଥାବାର୍ତ୍ତା। କିନ୍ତୁ ଆଜି ଗଣମାଧ୍ୟମରେ ଖବର ଆସୁଛି କି କୋର୍ଟ ମଧ୍ୟ ତାଙ୍କୁ ମନା କରିଛନ୍ତି। ଏମିତି କରିବାଟା କେତେ ଦୂର ଠିକ୍ ମ୍ୟାଡ଼ାମ୍, କ'ଣ କହିବାକୁ ଚାହିଁବେ? ଦେଖନ୍ତୁ, ପ୍ରଥମତଃ ପୀୟୁଷ ତ୍ରିପାଠୀ ଭାଇ ବହୁତ ଭଲ, ତାଙ୍କ ଆକ୍ଟିଂ ବହୁତ ଭଲ, କିନ୍ତୁ ଯେହେତୁ ତାଙ୍କର ଏଗ୍ରିମେଣ୍ଟ ଗୋଟେ ହେଇଛି, କୋର୍ଟରୁ ଅର୍ଡ଼ର ଆସିଛି ଯେ ଗୋଟେ ଯାତ୍ରା ପାର୍ଟିରେ ଯେହେତୁ ଥିଲେ ସୂର୍ଯ୍ୟ ମନ୍ଦିର, ସେଠୁ ଏଗ୍ରିମେଣ୍ଟ ନ ସରିବା ଯାକେ ଆଉ କେଉଁ ପାର୍ଟିରେ ରହିପାରିବେ ନାହିଁ, ସେ ଯେକୌଣସି ଲୋକ ହୁଅନ୍ତୁ, ସେ ପୀୟୁଷ ଭାଇ ହୁଅନ୍ତୁ କି ଆଉ ଯେକୌଣସି ଆର୍ଟିଷ୍ଟ ହୁଅନ୍ତୁ। ତ ମୋ ମତରେ ଏଇଟା ପୁରା ଭୁଲ, ସେମିତି କରିବାଟା ଠିକ୍ ନୁହଁ। ଆପଣଙ୍କ ଯେଉଁ ପାର୍ଟିରେ ଥିଲେ ସେ ପାର୍ଟିର ଡ୍ୟୁ ପୁରିବା ପର୍ଯ୍ୟନ୍ତ ତମେ ସେଇ ପାର୍ଟିରେ ରହିବା ଦରକାର। କିନ୍ତୁ ପୀୟୁଷ ଭାଇଙ୍କର ମୁଁ ଆଜି ଗୋଟେ ବାଇଟ୍ ଦେଖୁଥିଲି, ସେ କହୁଥିଲେ ସୂର୍ଯ୍ୟ ମନ୍ଦିର ମୋ ବିନା ଚଳି ପାରିବେନି, ଥାଳ ଧରି ବସିବେ, ତାଙ୍କ ଯାତ୍ରା ଚାଲିବନି। ତ ଗର୍ବ କରିବାଟା ଆଜ୍ଞା ଠିକ୍ ନୁହଁ, କାହିଁକି ନା ଅତି ଗର୍ବେ ହତ ଲଙ୍କା। ତ ଗର୍ବ କରିବା ଠିକ୍ ନୁହଁ। ଭାଇ, ଆପଣ ଜଣେ ଭଲ ଆର୍ଟିଷ୍ଟ, ଭଲ କଳାକାର, ଆପଣଙ୍କ ଯାତ୍ରା ଦେଖିବାକୁ ଲୋକ ଲାଇନ୍ ଲଗାଉଛନ୍ତି ଶୀତ କାକରେ ଶାଲ୍ ସ୍ୱିଟର ପିନ୍ଧିକି। ତ ଆପଣଙ୍କ ପାଇଁ ହିଁ ଲୋକମାନଙ୍କ ପାଇଁ ଆପଣଙ୍କ ଡିମାଣ୍ଡ ବଢ଼ୁଛି। ତ ଲୋକମାନଙ୍କୁ ସମ୍ମାନ ଦିଅନ୍ତୁ, ଯେଉଁ ଯାତ୍ରା ପାର୍ଟିରେ ଅଛନ୍ତି ତାଙ୍କ ମାଲିକକୁ ସମ୍ମାନ ଦିଅନ୍ତୁ, ଯାତ୍ରା ପାର୍ଟିକୁ ସମ୍ମାନ ଦିଅନ୍ତୁ, କାହିଁକିନା ସେଇଟା ହିଁ ଆପଣଙ୍କର ପ୍ରଥମ ଦାନା ପାଣି। ତ ସବୁକୁ ସମ୍ମାନ ଦେଲେ ହିଁ ଆପଣ ଗୋଟେ ଭଲ କଳାକାର ହେଇପାରିବେ। ମ୍ୟାଡ଼ାମ୍, କ'ଣ କହିବା, ଯଦି ତାଙ୍କର ଚୁକ୍ତି ପୁରୀ ନଥିଲା, ଜୁନ୍ 2024 ଜୁନ୍ରେ ପୁରୁଥିଲା, କିନ୍ତୁ ସେ ଜାନୁଆରୀ 5ରେ ସିଂହବାହିନୀ ଚଢ଼ିଗଲେ, କ'ଣ ଅଧିକ ପଇସାର ଲୋଭ ସିଂହବାହିନୀ ମାଲିକ ତାଙ୍କୁ ଦେଖେଇଛନ୍ତି, ନା କ'ଣ ଲୋକଙ୍କର କ୍ରେଜ୍ ଭାବିକିରି ସେ ଆସିକିରି ଚୁକ୍ତି ନ ପୁରିକିରି ଚଢ଼ିଗଲେ ସିଂହବାହିନୀ ମଞ୍ଚ, ଆଉ ପୁଣି କହିଲେ କି ସିଂହବାହିନୀ ମୋ ବିନା ଅଧୁରା ଚଳି? ଦେଖନ୍ତୁ, ପ୍ରଥମତଃ ପଇସାର ଲୋଭ ହିଁ ନିହାତି। ଗୋଟେ କଥା ହେଉଛି, କଥାର ଅଛି ମାନେ ବସିବା ଠାରୁ କାଶିଆ ଭଲ। ତ ପୀୟୁଷ ଭାଇ ଭାବିଲେ ମୋର ଡ୍ୟୁ ପୁରୁକୁ ନ ପୁରୁ, ମୁଁ ଗୋଟେ ଭଲ ଆର୍ଟିଷ୍ଟ, ଭଲ କଳାକାର, ମୁଁ ଯାତ୍ରା ସିଂହବାହିନୀରେ ଚଢ଼ିଲେ କିଛି ଅସୁବିଧା ନାହିଁ, କୌଣସି ପ୍ରକାର କମ୍ପ୍ଲେନ୍ ଆସିବନି କି କୌଣସି ପ୍ରକାର ଅସୁବିଧା ହେବନି। କିନ୍ତୁ ସେ ଜାଣିନଥିଲେ ଯେ ଗୋଟେ ନିୟମ କାନୁନ ଗୋଟେ ଅଛି, ଯାହାକି ତାଙ୍କର ଯେଉଁ ପୂର୍ବ ଯାତ୍ରା ପାର୍ଟିରେ ଥିଲେ କ'ଣ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟିର ମାଲିକ କମ୍ପ୍ଲେନ୍ କଲେ କି ଯେହେତୁ ଡ୍ୟୁ ପୁରିନି ତମେ କାହିଁକି ଚଢ଼ିଲ। ତ ଏଇଟା ଗୋଟେ ଇଲିଗାଲି ଭାବରେ ଗୋଟେ ଭୁଲ। ତ ମୁଁ ତ ବିରୋଧ କରିବି ଟୋଟାଲି ଆମର ପୀୟୁଷ ଭାଇଙ୍କୁ, ଯେ ଲୋଭ କରନ୍ତୁ, ଅତି ଲୋଭ କରନ୍ତୁନି ପଇସା ପାଇଁ। ଯେଉଁଟା ଗୋଟେ କଥା ନାହିଁ, କଥା ଅଛି, କଥା ଥାଉ ପଛେ ମଥା ନ କଟୁ, ସେଇଭଳି ଭାବରେ ତମେ ନିଜ କଥା ରଖ। ଏମିତି ଗୋଟେ ଭଲ କଳାକାର ହେଇ, ଭଲ ଆର୍ଟିଷ୍ଟ ହେଇ ଏମିତି ଯଦି କଥା ନ ରଖିବ, ଆପଣଙ୍କ ଠାରୁ ସାଧାରଣ ଲୋକ କ'ଣ ଶିଖିବେ?